ଜୟ ସିଆରାମ। ମାଇଣ୍ଡ ମ୍ୟାଜିକ ଓଡିଆ ଚ୍ୟାନେଲରେ ଆପଣ ମାନଙ୍କୁ ସ୍ଵାଗତ। ମୋ ଭିତରର ଅନ୍ତରାତ୍ମା ଆପଣଙ୍କ ଭିତରେ ଥିବା ପରମାତ୍ମାକୁ ପ୍ରଣାମ ଜଣାଉଛି। ରଣ୍ଡା ବଲ ତାଙ୍କ ଗ୍ରନ୍ଥ ଦ ସିକ୍ରେଟ ରେ ଏକ ଅଦ୍ଭୁତ କଥା କହିଛନ୍ତି। ସେ କହିଛନ୍ତି ଯେଉଁ କଥା ଉପରେ ଆପଣ ଧ୍ୟାନ କରନ୍ତି ଓ ଯାହା ବିଶ୍ୱାସ କରନ୍ତି ଆପଣ ଆପଣଙ୍କ ଜୀବନରେ ସେହି କଥାକୁ ଆକର୍ଷଣ କରନ୍ତି। ତେଣୁ ସେଥିପାଇଁ କୁହାଯାଏ ଆପଣ ଯାହା ଚାହାନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ ଓ ଯାହା ଚାହାନ୍ତିନି ସେଗୁଡିକୁ ଛାଡି ଦିଅନ୍ତୁ। କିନ୍ତୁ 90% ଲୋକ ଏହି ଭୁଲ କରନ୍ତି। କଣ କରନ୍ତି? ସେମାନେ ଜୀବନରେ ଯାହା ଦରକାର ନାହିଁ ସେଇ ବିଷୟରେ ଅଧିକ ଭାବନ୍ତି ଏବଂ ସେଇଆକୁ ଅଧିକ ସବୁବେଳେ ଚିନ୍ତା କରନ୍ତି। ଉଦାହରଣ ସ୍ୱରୂପ ଆମେ କୋଉଠି ବିଫଳ ହେବାକୁ ଚାହାନ୍ତି କି? କିନ୍ତୁ ସବୁବେଳେ ବିଫଳ ହେବିନି, କାଳେ ବିଫଳ ହେଇଯିବି, ଏ ଜିନିଷ ଟା ପାଇପାରିବି ତ, କାଳେ ହବନି, ଯଦି ନହବ, ଏମିତି ଭାବନା ଆମ ମନରେ ଆସୁଛି। ଏହିପରି ଭାବନା ଥିବାରୁ ଆମେ ବହୁତ କଥା ମ୍ୟାନିଫେଷ୍ଟ କରିପାରିନାହୁଁ। ଏହି କଥା କେବଳ ଲ ଅଫ୍ ଆଟ୍ରାକ୍ସନ ଆକର୍ଷଣର ନିୟମ ନୁହେଁ। ଲ ଅଫ୍ ଆଟ୍ରାକ୍ସନ ହେଉଛି ବିଶ୍ଵର ଏକ ସାଧାରଣ ନିୟମ। ଆପଣ ସଜାଗ ଭାବେ ତାର କାମ କରୁନାହାନ୍ତି। ଏହି ନିୟମ ସଦା ବ୍ୟବହାର ହେଉଛି କିନ୍ତୁ ଆପଣ ଜାଣି ପାରୁନାହାନ୍ତି। ଦ ଲ ଅଫ୍ ଆଟ୍ରାକ୍ସନ ବୋଲି ଶବ୍ଦ ଜାଣିନାହାନ୍ତି। ଏହା ପ୍ରକୃତିର ଗୋଟେ ନିୟମ ଯାହା ସବୁବେଳେ ଲାଗୁ ହେଉଛି। କିନ୍ତୁ ପ୍ରଶ୍ନ ହଉଛି ଆମେ କିଛି ଏମିତି କରିପାରିବା ଯାହା ଦ୍ଵାରା ଆମର ଫୋକସ ମାନେ ଧ୍ୟାନ ଓ ବିଲିପ ମାନେ ବିଶ୍ଵାସ ସଠିକ ଦିଗରେ ଯିବ। ଯେଉଁ ଜିନିଷ ଆପଣ ଆପଣଙ୍କ ଜୀବନରେ ଆଣିବାକୁ ଚାହାନ୍ତି ସେଥିପାଇଁ ଧ୍ୟାନ ଓ ବିଶ୍ୱାସ ଏକ ହେବା ଦରକାର, ନହେଲେ ଆପଣ କିଛି ପାଇପାରିବେ ନାହିଁ। ଯଦି ଆପଣ ଧ୍ୟାନ ଅନ୍ୟଥା ଓ ବିଶ୍ଵାସ ଅନ୍ୟଥା ଥାଏ, ମାନେ ଗୋଟେ ଜାଗାରେ ଧ୍ୟାନ ଥିବ ଆଉ ଗୋଟେ ଜାଗାରେ ବିଶ୍ଵାସ ଥିବ, ତେବେ ମ୍ୟାନିଫେଷ୍ଟ କରିବାରେ ବହୁତ ଅସୁବିଧା ହବ। ଉଦାହରଣ ସ୍ୱରୂପ ମନେକର ଆପଣ ଅନେକ ଟଙ୍କା ଇନକମ କରିବାକୁ ଚାହାନ୍ତି। ଏହା ହେଉଛି ଆପଣଙ୍କର ଧ୍ୟାନ, ମାନେ ଏଇଟା ଆପଣ ଚାହାନ୍ତି। କିନ୍ତୁ ବିଶ୍ଵାସ କଣ? ଆପଣ ନିଜ ଉପରେ ବିଶ୍ୱାସ କରିଛନ୍ତି? 90% କଣ 100% ବିଶ୍ୱାସ କରିଛନ୍ତି ଯେ ହଁ ମୁଁ ଇନକମ କରିଦେବି? ନା, ଆପଣ ଭାବିବେ ମୁଁ ତ ଭଲ ପଢୁନି, ମୋ ପାଖରେ ତ କିଛି ମାନେ ଗୁଣ ନାହିଁ, କି ମୁଁ ତ କିଛି ବଡ କାମ କରିପାରିବିନି, ମୋ ଜୀବନରେ ବେଶୀ ଟଙ୍କା ଆସିବ କେମିତି? କଣ ସତରେ ଆସିବ? କିଏ ମତେ ଏତେ ଟଙ୍କା ଦବ? ଏମିତି ଆମେ ଅନେକ ସିଲି କଥା ଆମ ପାଖକୁ ଆମ ମନକୁ ଆସୁଛି। ତାହା ଫଳରେ ଧ୍ୟାନ ଓ ବିଶ୍ୱାସର ସମ୍ପର୍କ ବିଚ୍ଛିନ୍ନ ହେଇଯାଉଛି ଓ ମ୍ୟାନିଫେଷ୍ଟେସନ ର ପ୍ରକ୍ରିୟା ହେଉନାହିଁ। ଆଜି ମୁଁ ଆପଣଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଏକ ଅଦ୍ଭୁତ ଟେକ୍ନିକ ବିଷୟରେ କହିବି। ଏହି ଟେକ୍ନିକ ନାମ ହଉଛି ମିରର ଟେକ୍ନିକ ମାନେ ଆଇନା ଟେକ୍ନିକ। ଏହି ଟେକ୍ନିକ ମ୍ୟାନିଫେଷ୍ଟେସନ ପାଇଁ ଅତ୍ୟଧିକ ପ୍ରଭାବଶାଳୀ ମନାଯାଏ। କାହିଁକି? କାରଣ ଏଥିରେ ଆପଣ ଆପଣଙ୍କ ନିଜ ସାମ୍ନାରେ ଅଛନ୍ତି। ଆଇନା ମାନେ ଆପଣଙ୍କ ଅନ୍ତର୍ନିହିତ ଚିନ୍ତା ଓ ଭାବନାର ପ୍ରତିବିମ୍ବ। ଏହା ଏମିତି ଏକ ଶକ୍ତିଶାଳୀ ଉର୍ଜା ସୃଷ୍ଟି କରେ ଯେ ଆପଣ ନିଜକୁ ଅନ୍ୟ ଜଗତରେ ଅନୁଭବ କରିଥାନ୍ତି। ଏହି ଟେକ୍ନିକ ସବୁ ବେଶୀ ଉପଯୁକ୍ତ ହେବ ଯେତେବେଳେ ଆମେ ସବକନସିୟସ ମାଇଣ୍ଡ କୁ ରିପ୍ରୋଗ୍ରାମ କରିବାକୁ ଚାହିଁବା। ଏଥିରେ କନଫିଡେନ୍ସ ବଢିବାର ପାୱାର, ପରୀକ୍ଷାରେ ଭଲ କରିବା, କ୍ୟାରିୟର, ପଇସା, ରିଲେସନସିପ, ସ୍ୱାସ୍ଥ୍ୟ ସବୁ ଅନେକ ଜିନିଷକୁ ଆକର୍ଷଣ କରିପାରିବେ। ତାହେଲେ ଏହି ପ୍ରକ୍ରିୟାଟି କେମିତି କରିବେ? ଆସନ୍ତୁ ଜାଣିବା। ଏକ ସ୍ଥିର ଓ ସ୍ୱସ୍ଥ ଜାଗା ଚୟନ କରନ୍ତୁ। ଆଇନାକୁ ଆଗରେ ରଖନ୍ତୁ ବା ଆପଣ ୱାସରୁମ ରେ ଯାଆନ୍ତୁ, ଯେଉଁଠି ଆପଣ ସୁବିଧାରେ ଅନୁଭବ କରିପାରିବେ। ନାଇଁ ତ ଫୋନ ର ଫ୍ରଣ୍ଟ କ୍ୟାମେରାରେ ସେଲଫି ମୋଡ ଅନ୍ କରି ତାକୁ ଅନ୍ କରିପାରିବେ। ଯେତେବେଳେ ଆପଣ ଆଇନା ସାମ୍ନାକୁ ଯିବେ ସେତେବେଳେ ଆପଣଙ୍କୁ ଆପଣଙ୍କର ଆଫର୍ମେସନ କହିବାକୁ ପଡିବ। ଏହି ଆଫର୍ମେସନ କିପରି ବନାଯିବ? ଉଦାହରଣ ସ୍ୱରୂପ ଯଦି ଆପଣ ଅଧିକ ଟଙ୍କା ଚାହାନ୍ତି ତେବେ ଆପଣ କହିପାରିବେ ମୁଁ ଧନୀ, ମୁଁ ପ୍ରତି ମାସ 2 ଲକ୍ଷ ଟଙ୍କା ଅର୍ଜନ କରେ। ଆପଣ ଯେଉଁ ଆଫର୍ମେସନ ବନାଉଛନ୍ତି ସେହିପରି ଭାବରେ ବନାନ୍ତୁ ଯେପରି ଏହି ଜିନିଷ ଆପଣଙ୍କ ଜୀବନରେ ନିଶ୍ଚିନ୍ତ ଆସିବ ବା ଆପଣ ଯାହା ଚାହାନ୍ତି ସେଇଆକୁ ବନାନ୍ତୁ। ମୁଁ ଏକ ବହୁତ ବଡ ଧନୀ ଲୋକ। ମୁଁ ପ୍ରତି ମାସ 2 ଲକ୍ଷ ଟଙ୍କା ଅର୍ଜନ କରେ। ମୁଁ ବହୁତ ସୁସ୍ଥ, ମୁଁ ବହୁତ ବିଶ୍ୱାସୀ। ଆପଣ ଯେଉଁ ଜିନିଷ ନିଜ ଜୀବନରେ
ଆକର୍ଷଣ କରିବାକୁ ଚାହୁଁଛନ୍ତି ସେଇଆକୁ ଆଫର୍ମେସନ ବନାନ୍ତୁ। ଆପଣ ଯାହା ଚାହିଁବେ ଆଫର୍ମେସନ ବନେଇ ପାରିବେ। ଯଦି ଆପଣ ଡିଟେଲ ଭାବେ ଆଫର୍ମେସନ କିପରି ବନେଇବା ଜାଣନ୍ତି ନାହିଁ, ତେବେ ମୁଁ ଏହା ପାଇଁ ଏକ ଅନ୍ୟ ଭିଡିଓ ତିଆରି କରିଦେବି, ସେଥିପାଇଁ କମେଣ୍ଟରେ ଜଣେଇବେ। ତେଣୁ ଏହି ଭିଡିଓରେ ମୁଁ ଏହି ବିଷୟରେ ବିସ୍ତାର କରି ଆଲୋଚନା କରୁନାହିଁ। ଏଠି ମୁଁ କେବଳ ଗୋଟିଏ କଥା କହୁଛି ଯେ ଆପଣ ସରଳ ଆଫର୍ମେସନ ବନାନ୍ତୁ। ଗୋଟେ ହଉ କିମ୍ବା ଅଧିକ ହଉ କିମ୍ବା ଯେତେ ଇଚ୍ଛା ହଉଛି, ଯାହାବି ଦରକାର ସବୁ ବନାନ୍ତୁ। ତାପରେ କଣ କରିବେ, ଆପଣ ଆଇନା ସାମ୍ନାରେ ଛିଡା ହେଇଯିବେ ଓ ଆପଣଙ୍କ ଆଖିରେ ନିଜ ଆଖିକୁ ଦେଖିବେ, ମାନେ ନିଜ ମୁହଁକୁ ସାମ୍ନା ସାମ୍ନିରେ ଦେଖିବେ। ଏହି ପ୍ରକ୍ରିୟା କରିବା ସମୟରେ ଅନେକ ଲୋକ ହସନ୍ତି। କେହି ବିଶ୍ୱାସ କରିପାରନ୍ତିନି ଯେ ଏହା କାମ କରିବ ଏବଂ କିଛି ଲୋକ ଏହାକୁ କରିପାରନ୍ତିନି। କିଛି ଲୋକ ନିଜ ଆଖି ମିଶେଇ ଦେଖି ପାରନ୍ତିନି। ଯଦି ଗୋଟେ ଲୋକ ନିଜ ଆଖିରେ ନିଜକୁ ଦେଖି ପାରୁନାହିଁ, ସେ କିପରି ଜଗତକୁ ଆଖି ଦେଖେଇ ପାରିବ? ସେ କିପରି ସଫଳତା ହାସଲ କରିପାରିବ? ତେଣୁ ଆପଣଙ୍କ ସଫଳତା ଯାତ୍ରାର ଆରମ୍ଭ ଏଇଠାରୁ ହଉଛି। ନିଜ ଆଖିକୁ ଦେଖନ୍ତୁ ଓ ଆଫର୍ମେସନ କହିବା ଆରମ୍ଭ କରନ୍ତୁ। ଏହା ଗୋଟେ, ଦିଟା, ତିନିଟା ବା ଚାରିଟା ଆଫର୍ମେସନ ହୋଇପାରିବ। ଯେତେ ଆଫର୍ମେସନ କରିଛନ୍ତି ସେଗୁଡିକ ନିଜ ଆଖିକୁ ଦେଖି ସେଗୁଡିକୁ କୁହନ୍ତୁ। ଏହି ପ୍ରକ୍ରିୟାଟିକୁ ଦିନକୁ 5-7 ମିନିଟ ଦେଖିଲେ ହେବ। ଆପଣ ଚାହିଁଲେ ଏହି କଥା ସବୁ ବା ଏହି ଆଫର୍ମେସନ ମନ ଭିତରେ କହିପାରିବେ, ନାଇଁ ତ ମୁହଁରେ ବି କହିପାରିବେ। କିନ୍ତୁ ମୋ ସଜେସନ ହବ ମୁହଁରେ କୁହନ୍ତୁ, କାରଣ ଭାଇବ୍ରେସନ ଟା ଅନ୍ୟ ଷ୍ଟେଜ କୁ ଯିବ ଭାରି। ତାପରେ କଣ କରିବେ, ଏହି ପ୍ରକ୍ରିୟା ଚାଲିଥିବା ବେଳେ ଆପଣଙ୍କୁ ସେହି ଆଫର୍ମେସନ ଅନୁଭବ କରିବାକୁ ପଡିବ। ପ୍ରଥମେ ଅନୁଭବ ଆସିବ ନାହିଁ, କିଛି ଅଲଗା ଲାଗିବ, କିନ୍ତୁ ଧୀରେ ଧୀରେ ଅଭ୍ୟାସ କଲେ ସେ ଅନୁଭୂତି ଅନ୍ତରରେ ଆସିଯିବ। 8-10 ମିନିଟ କଲା ପରେ ଆପଣ ଏହାକୁ ଅନୁଭବ କରିବା ଆରମ୍ଭ କରିଦେବେ। ତାପରେ ଅନୁଭବ କରିବେ, ଭିଜୁଆଲାଇଜ କରିବେ, ଶେଷରେ କୃତଜ୍ଞତା ଜଣାଇବେ। ଭଗବାନ କିମ୍ବା ଗୁରୁ, ପିତାମାତା, ବ୍ରହ୍ମାଣ୍ଡ, ୟୁନିଭର୍ସ ଯାହାକୁ ପାଇବେ ତାକୁ କୃତଜ୍ଞତା ଜଣାଇବେ, ଯାହା ଆପଣଙ୍କ ମନକୁ ଆସିବ। ଏହି ସମସ୍ତ ପ୍ରକ୍ରିୟା ଆପଣଙ୍କ ଭାଇବ୍ରେସନକୁ ବଦଳାଇ ଦେବ। ଏହି ପ୍ରକ୍ରିୟା ଆପଣ ଯେକୌଣସି ସମୟରେ ଚାହିଁବେ କରିପାରିବେ, କିନ୍ତୁ ସବୁଠାରୁ ଭଲ ସମୟ ହଉଛି ସକାଳ ବେଳା, ମାନେ ବ୍ରହ୍ମ ମୁହୂର୍ତ୍ତ। କାରଣ ସକାଳ ବେଳେ ଆପଣଙ୍କର ମନ ଖାଲି ଥାଏ। ସକାଳ ସମୟରେ ଏହା ପ୍ରାକ୍ଟିସ କରିବା ଦ୍ଵିତୀୟ ଅତ୍ୟଧିକ ମହତ୍ୱପୂର୍ଣ୍ଣ କାରଣ ହଉଛି, ସେ ସମୟରେ ଆପଣଙ୍କର ଶକ୍ତିର ସ୍ତର ଟା ବହୁତ ଉଚ୍ଚାରେ ଥିବ। ଯେତେବେଳେ ଆପଣ ଏହା ସକାଳେ କରନ୍ତି, ଆପଣ ନିଜର ସମ୍ପୂର୍ଣ୍ଣ ଦିନକୁ ଏହି ଆଫର୍ମେସନ ଅନୁଯାୟୀ ଚାଲିବା ପାଇଁ ସେଟ କରିଦିଅନ୍ତି। ଏଇଭଳି ଉଚ୍ଚ ଉର୍ଜା ସହିତ ନିଜର ଦିନକୁ ଆରମ୍ଭ କରନ୍ତି। ସମ୍ପୂର୍ଣ୍ଣ ଦିନଟି ଅସାଧାରଣ ହବ ସେତେବେଳେ। ତେଣୁ ଆପଣ ସକାଳେ ଏହି କାମଟି କରିବାକୁ ଚେଷ୍ଟା କରନ୍ତୁ। ଯଦି ସମ୍ଭବ ତାହେଲେ ଦିନକୁ 2-4 ଥର କରନ୍ତୁ। ଯଦି ଏହାକୁ ସମ୍ଭବ ନୁହେଁ, ଆପଣ ସକାଳୁ କରିପାରିବେ ନାହିଁ, ତେବେ ଆପଣ ଯେଉଁ ସମୟରେ ଚାହିଁବେ ସେ ସମୟରେ କରନ୍ତୁ। କିନ୍ତୁ ସକାଳ ଟାଇମ ଟା ଅଧିକ ଫଳଦାୟୀ ହବ। କେତେ ଦିନ ପର୍ଯ୍ୟନ୍ତ କରିବା ଉଚିତ, ଏ କଥାଟା ନିଶ୍ଚିନ୍ତ ଆପଣଙ୍କ ମନକୁ ଆସୁଥିବ। ଦେଖନ୍ତୁ, ଏହା ପାଇଁ କୌଣସି ସୀମା ନାହିଁ। ମୁଁ କହେ ଏହି ଅଭ୍ୟାସ ଜୀବନ ଭରି ପାଇଁ କରିବା ଉଚିତ। ମାନେ ଆପଣ ଯାହା ଚାହୁଁଛନ୍ତି ପ୍ରତ୍ୟେକ ଦିନ ଏଟାକୁ ନିଜ ଅଭ୍ୟାସରେ ପରିଣତ କରିଦିଅନ୍ତୁ। ମିରର ସାମ୍ନାକୁ ଯାଆନ୍ତୁ, ଦୃଢ ଶବ୍ଦରେ କୁହନ୍ତୁ, ମୁଁ ସର୍ବଶ୍ରେଷ୍ଠ, ମୁଁ ଚମ୍ପିୟନ, ମୁଁ ସବୁ କିଛି କରିପାରିବି, ମୁଁ ବହୁତ ଟଙ୍କା ଉତ୍ପାଦନ କରିପାରିବି, ମୁଁ ସଫଳତା ଚାହେଁ, ସମସ୍ତେ ମତେ ଭଲ ପାଉଛନ୍ତି, ମୁଁ ସମସ୍ତଙ୍କୁ ଭଲ ପାଉଛି, ମତେ ମୋ ଜୀବନ ସାଥୀ ମିଳିଛନ୍ତି, ମୁଁ ଇମାନଦାର, ମୁଁ ନିଷ୍ଠାବାନ, ଆଇ ଆମ ଦ ବେଷ୍ଟ, ଆଇ ଆମ ଅସମ। ଏହିପରି ଶକ୍ତିଶାଳୀ ଆଫର୍ମେସନ ଯେତେବେଳେ ଆପଣ ଉଚ୍ଚ ଶକ୍ତି ସହ କହିବେ, ତେବେ ଆପଣ ଭିତରୁ ଦେଖିବେ ଆପଣ ମନରେ କେମିତି ପଜିଟିଭ ଫିଲିଙ୍ଗ ଆସୁଛି। ଏହି ଅନୁଭୂତି ସହ ଦିନ ଜୀବନର ସମସ୍ତ ଦିଗକୁ ପଜିଟିଭ ଭାବେ ପରିଣତ କରେ। ତେଣୁ ଏହାକୁ ସକାଳେ କରନ୍ତୁ। ତେବେ କେତେ ଦିନ କରିବେ, ଅନ୍ୟମାନେ କହିବା ପରି ଆପଣ ଏହାକୁ 30 ଦିନ କରିପାରିବେ, ଅତି କମ ରେ 30 ଦିନ। ଦେଖିବେ 30 ଦିନ କଲା ପରେ ଆପଣ ଚମତ୍କାର ଦେଖି ତାକୁ ରେଗୁଲାରଲି କରିବେ। ପ୍ରତିଦିନ 30 ଦିନ ପର୍ଯ୍ୟନ୍ତ ସକାଳେ କେବଳ 5 ମିନିଟ ଦର୍ପଣ ଆଗରେ ଛିଡା ହେଇ ଏହି ଆଫର୍ମେସନ କୁ କୁହନ୍ତୁ।
ଏହି 30 ଦିନ ଯଦି ଆପଣ ଏହି ମିରର ଟେକ୍ନିକ ପାଇଁ ଦେଖନ୍ତି, ତେବେ ମୁଁ ନିଶ୍ଚିନ୍ତ କହିବି ଆପଣ ଅତି ଉଚ୍ଚ ସ୍ତରକୁ ଯାଇପାରିବେ। ଆପଣ ବହୁତ ଦ୍ରୁତ ମ୍ୟାନିଫେଷ୍ଟେସନ କରିପାରିବେ। ଏଥିରେ ଅଛି ଆଫର୍ମେସନ, ଆପଣଙ୍କର ଭାବନା, ଅନୁଭୂତି, ଭିଜୁଆଲାଇଜେସନ ଓ ଆପଣଙ୍କ ପ୍ରତିବିମ୍ବ ସହ ସାକ୍ଷାତ କଥା। ଏହିପରି ମୁକାବିଲାରେ ଆପଣଙ୍କ ଊର୍ଜା ଯେତେ ଉପରକୁ ବଢିଯିବ ତାହା ଭାବନ୍ତୁ। ଆପଣ ଦିନରେ କେତେ ଆନନ୍ଦ ଅନୁଭବ କରିପାରିବେ। ଯଦି ଆପଣଙ୍କୁ ଭଲ ଲାଗେ ଯେ ଏହି ଏକ୍ସରସାଇଜ ଦ୍ଵାରା ଫଳ ମିଳୁଛି, ଆନନ୍ଦ ମିଳୁଛି, ତେବେ ଏହାକୁ ଜୀବନ ଭରି ଅଭ୍ୟାସ ଭାବରେ ଆଗକୁ ଚାଲନ୍ତୁ। ସ୍ୱାସ୍ଥ୍ୟ ହେଉ କି ଆଧ୍ୟାତ୍ମିକ ଲକ୍ଷ୍ୟ, ଏହି ଅଭ୍ୟାସ ଜାରି ରଖନ୍ତୁ। ଆପଣଙ୍କ ଜୀବନରେ କେବେ କିଛି ଅଭାବ ହେବ ନାହିଁ। ଆପଣ ପ୍ରଚୁର ଏବଂ ସ୍ଥାୟୀ ସଫଳତା ଲାଗି ତତ୍ପର ହେବେ, ଆକ୍ସନ ନେବେ ଏବଂ ସଫଳତା ଯାତ୍ରା ବହୁତ ସହଜ ହେବ। ମୁଁ ନିଜେ ଏହି ଟେକ୍ନିକକୁ ଅନୁସରଣ କରେ ଓ ଅନ୍ୟମାନଙ୍କୁ ମଧ୍ୟ କହେ, ଏହା ଅବଶ୍ୟ କରନ୍ତୁ। କଣ ଆପଣ ମାନେ ଜାଣିଛନ୍ତି, ଆଲିଆ ଭଟ୍ଟ ଏମିତି ବହୁତ ସେଲିବ୍ରିଟି ଅଛନ୍ତି ଯୋଉମାନେ କି ମିରର ଟେକ୍ନିକ କରନ୍ତି। ଆଲିଆ ଭଟ୍ଟ ତ ଗୋଟେ ପଡକାଷ୍ଟରେ କହିଥିଲେ, ସେ ଯାହାବି ତାଙ୍କ ଜୀବନରେ ଚାହାନ୍ତି ପ୍ରତ୍ୟେକ ଦିନ ମିରର ସାମ୍ନାରେ ଛିଡା ହେଇ କୁହନ୍ତି। ଆପଣ ୟୁଟ୍ୟୁବରେ ଆଲିଆ ଭଟ୍ଟ ମିରର ଟେକ୍ନିକ ମାରିଲେ ଏହାକୁ ଦେଖିପାରିବେ। ଏମିତି ବହୁତ ଏକ୍ଜାମ୍ପଲ ଅଛି। ଆପଣଙ୍କ ମଧ୍ୟରେ ବହୁତ ଥିବେ ଯେଉଁମାନେ ଏହି ଟେକ୍ନିକ ବିଷୟରେ ଜାଣନ୍ତି ଓ କରିଛନ୍ତି। ଯଦି ଆପଣ କେବେ ମିରର ଟେକ୍ନିକ କରିଛନ୍ତି, ତେବେ ନିଶ୍ଚୟ କମେଣ୍ଟ ମାଧ୍ୟମରେ କୁହନ୍ତୁ। ଅନେକ ଲୋକ ଭିଡିଓ ଦେଖିବା ପୂର୍ବରୁ କମେଣ୍ଟ ପଢନ୍ତି। ଦେଖିବେ କମେଣ୍ଟରେ କିଛି ମାନେ ପଜିଟିଭ କମେଣ୍ଟ ଦେଇଛନ୍ତି କି ନାହିଁ, ଲୋକଙ୍କୁ ରେଜଲ୍ଟ ମିଳିଛି ନା ନାହିଁ, ଆପଣ ଥରେ ନିଜେ ଚେଷ୍ଟା କରି ଦେଖନ୍ତୁ, ନିଶ୍ଚିନ୍ତ ଆପଣଙ୍କୁ ଫଳ ମିଳିବ। ତେଣୁ ଯେଉଁମାନେ ଏହି ଏକ୍ସରସାଇଜ ଦ୍ଵାରା ଫଳ ପାଉଛନ୍ତି, ଦୟାକରି ତାହା ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ଆମ ଉଦ୍ଦେଶ୍ୟ ହେଉଛି ଲ ଅଫ ଆଟ୍ରାକ୍ସନ ଦ୍ଵାରା ଲୋକଙ୍କ ସଫଳତା ଯାତ୍ରାକୁ ସ୍ୱପ୍ନ ଯାତ୍ରାରେ ପରିଣତ କରିବା। ଆପଣ ମଧ୍ୟ ଏହି ଯାତ୍ରାରେ ଅଂଶ ନିଅନ୍ତୁ। ଆପଣଙ୍କ ଉପଲବ୍ଧି ଆମ ସହ ଅଂଶଦାରୀ କରନ୍ତୁ। ତାହାର ଫଳ ଅନେକ ଲୋକଙ୍କୁ ପ୍ରେରଣା ଦେବ। ମିରର ଟେକ୍ନିକ ଏକ ଏମିତି ଟେକ୍ନିକ ଯାହା ଆପଣଙ୍କୁ ଅନେକ ଲାଭ ଦେଇପାରିବ। ମୁଁ ଆପଣଙ୍କୁ ଅନେକ ଶୁଭେଚ୍ଛା ଦେଉଛି। ଏହି ଟେକ୍ନିକକୁ ଅନୁସରଣ କରନ୍ତୁ। ଫଳ ମିଳୁଥିଲେ ଆମ ସହ ଅଂଶଦାର କରନ୍ତୁ। ଏହି ଭିଡିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଓ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଏହା ହେଉଛି ଆମ ପାଇଁ ପବିତ୍ର ପ୍ରସାଦ। ଆପଣଙ୍କ ଲାଇକ୍, କମେଣ୍ଟ ଓ ସବସ୍କ୍ରିପସନ ଆମକୁ ଅନୁଭବ କରାଏ ଆମେ ଠିକ କାମ କରୁଛୁ। ଅତି ଶୀଘ୍ର ଆଉ ଭଲ ଭିଡିଓ